ଚାରିଣୀ ଆଠିଣୀ କଥାକୁ ନେଇ ବିଜେପି ନେତା ଅରିନ୍ଦମ ଜାଲ ଭିତରେ ଛନ୍ଦି ହେଇଛନ୍ତି। ସାମ୍ବାଦିକ ବି ଘେରିଛନ୍ତି। ସାମ୍ବାଦିକଙ୍କୁ କିଭଳି ଭାବରେ ମନ୍ତବ୍ୟ ଦେଲେ ଯେ ସାମ୍ବାଦିକ ଚାରିଣୀ ଆଠିଣୀ ସହିତ ବିକ୍ରି ହେଉଛନ୍ତି, ଏକଥା କେତେ ଦୂର ଠିକ୍, ଏହି ବିଷୟରେ ଅରିନ୍ଦମ ଏହାର ଜବାବ ରଖିବେ। ନଚେତ୍ ଆଗାମୀ ଦିନରେ ଅରିନ୍ଦମକୁ ମହଙ୍ଗା ପଡ଼ିପାରେ ଚାରିଣୀ ଆଠିଣୀ ମନ୍ତବ୍ୟ। ନିଜର ଟିଆରପି ବଢ଼ାଇବା ପାଇଁ ଯେଉଁ ସାମ୍ବାଦିକ ଏହି କଥା କହିଛନ୍ତି, କେବଳ ସେ ଗୋଟିଏ ସାମ୍ବାଦିକ, କେବଳ ଗୋଟିଏ ଚ୍ୟାନେଲକୁ ନ କହି ସମ୍ପୂର୍ଣ୍ଣ ରୂପେ ସମସ୍ତ ସାମ୍ବାଦିକଙ୍କୁ ଯେ ଅପମାନ କରିଛନ୍ତି, ଏହା କେତେ ଦୂର ଠିକ୍। ଯଦି ଏହାର ତୁରନ୍ତ ସମାଧାନ ନ କରନ୍ତି, ଅରିନ୍ଦମ ଏଥିପ୍ରତି ଯଦି ମୁହଁ ନ ଖୋଲନ୍ତି, ଆଗାମୀ ଦିନରେ ଏହି କଥାକୁ ନେଇ ଜାଲ ଭିତରେ ଛନ୍ଦି ହେବା ସହ ଅରିନ୍ଦମକୁ ଆହୁରି ମହଙ୍ଗା ପଡ଼ିପାରେ। ଦେଖନ୍ତୁ କିଭଳି ଭାବରେ ମୁହଁ ଲୁଚାଇ ଅରିନ୍ଦମ ଚାଲି ଯାଉଛନ୍ତି। କାହିଁକି ଏହାର ଜବାବ ରଖିବେ କି ଅରିନ୍ଦମ? ସରକାର ପରିବର୍ତ୍ତନ ହଉ ହଉ ଅରିନ୍ଦମଙ୍କର ଗର୍ବ ବଢ଼ିଗଲା କି ନା ଗଣମାଧ୍ୟମକୁ ବଦନାମ କରିବା ପାଇଁ ଏଇଭଳି କଥା କହିଛନ୍ତି? ଆଗକୁ ବୁଝିବାକୁ ବାକି ରହିଲା କ'ଣ ଏହାର ମନ୍ତବ୍ୟ ରଖିବେ ଅରିନ୍ଦମ।